ଦେଖ ଦେଖ ଏ ପବନ ବର୍ଷାରେ ମିଟୁର ଘର ଭାଙ୍ଗିଗଲା। ଅଚାନକ ଏମିତି ଝଡ଼ ବର୍ଷା କାହିଁକି ହେଉଛି କେଜାଣି? ବାହାରେ ଭୂମିକମ୍ପ ହେଲା କି? ଆମ ଘର କେତେ ଜୋର ଜୋରରେ ହଲୁଛି। ଆରେ ବୋକା, ଭୂମିକମ୍ପ ପାଇଁ ନୁହଁ, ପବନ ପାଇଁ ଆମ ଘର ହଲୁଛି। ଲାଗୁଛି ଏବେ ହିଁ ଆମ ଘର ଭାଙ୍ଗିଯିବ। ଶୀଘ୍ର ଘରୁ ବାହାର। କାଉମାନେ ଯେମିତି ତାଙ୍କ ଘରୁ ବାହାରି ଗଲେ ତାଙ୍କ ଘର ଭାଙ୍ଗିଗଲା। ସେଇ ଝଡ଼ ତୋଫାନରେ ଅନେକ ଚଢ଼େଇଙ୍କ ଘର ଭାଙ୍ଗି ଯାଇଥିଲା। ଏ ଝଡ଼ ବର୍ଷାରେ ମୋ ଘର ସହ ମୋର ସବୁ ଫସଲ ବି ନଷ୍ଟ ହେଇଗଲା। କେତେ କଷ୍ଟ କରି ମୁଁ ଚାଷ କରିଥିଲି। ଏକା ତୋର କ୍ଷତି ହେଇନି, ଏ ଝଡ଼ ବର୍ଷାରେ ଆମ ସମସ୍ତଙ୍କର କ୍ଷତି ହେଇଛି। ତମେ ସମସ୍ତେ ଶାନ୍ତ ହୁଅ। ବର୍ଷା ଧୀରେ ଧୀରେ ବଢ଼ି ଚାଲିଛି। ଆଶ୍ରୟ ପାଇଁ ଆମକୁ ଶୀଘ୍ର ଏକ ସୁରକ୍ଷିତ ଜାଗା ଖୋଜିବାକୁ ହେବ। ଆମ ଜଙ୍ଗଲର ଶେଷ ମୁଣ୍ଡରେ ଯେଉଁ ଗୁମ୍ଫା ଅଛି, ବର୍ଷା ଛାଡ଼ିବା ଯାଏଁ ଚାଲ ସେଠି ଆଶ୍ରୟ ନେବା। ତାପରେ ସବୁ ଚଢ଼େଇ ଗୁମ୍ଫାକୁ ଗଲେ। ବର୍ଷା ଛାଡ଼ିବା ଯାଏଁ ସମସ୍ତେ ସେ ଗୁମ୍ଫାରେ ଆଶ୍ରୟ ନେଲେ। ଯେତେବେଳେ ବର୍ଷା କମିଗଲା ସେମାନେ ବାହାରକୁ ଆସିଲେ। ସେଇ ଝଡ଼ ତୋଫାନରେ କାହାର ବି ଘର ଭଲ ନଥିଲା। ଘର ସହ ଅନେକ ଗଛଲତା ବି ଭାଙ୍ଗି ଯାଇଥିଲା। ଆମ ସହ ଏସବୁ କଣ ହେଇଗଲା? ଏବେ ଆମେ କୋଉଠି ରହିବୁ? ଖାଇବୁ କଣ? ସମସ୍ତେ ଧୈର୍ଯ୍ୟ ଧର। ଏ ବିପଦ ସମୟରେ ଆମକୁ ମିଳିମିଶି କାମ କରିବାକୁ ପଡ଼ିବ। ଆମେ ଆମ ଘରକୁ ସଜାଡ଼ିବା ଆଉ ପୁଣି ଥରେ ଗଛ ଲଗେଇବା। ଏ ଜଙ୍ଗଲକୁ ଆମେ ପୂର୍ବ ଭଳି କରିବା। କିଛି ଚଢ଼େଇ ଯାଅ ଖାଇବା ଖୋଜି ଆଣିବ, ଆଉ କିଛି ଜଣ ଯାଅ ଜଙ୍ଗଲ ଭିତରୁ ମଜବୁତ କାଠ ଆଣିବ। ଚିଲର କଥା ମାନି ସବୁ ଚଢ଼େଇ ଖାଇବା ଆଉ ମଜବୁତ କାଠ ଖୋଜିବାକୁ ଗଲେ। କାଉ ଆଉ ତାର ସ୍ତ୍ରୀ ଖାଇବା ଖୋଜୁ ଖୋଜୁ ଏକ କଦଳୀ ଗଛ ପାଖରେ ପହଞ୍ଚିଲେ। ସେ ଗଛରେ ଅନେକ କଦଳୀ ଫଳିଥିଲା। ଆରେ ଦେଖ ଦେଖ, ଏ ଗଛରେ କେତେ ସାରା କଦଳୀ ଫଳିଛି। ଚାଲ ଆମେ କିଛି କଦଳୀ ନେଇ ସମସ୍ତଙ୍କୁ ଦେବା। ଆଜି ଦିନଟା ସମସ୍ତଙ୍କୁ ଖାଇବା ମିଳିଯିବ। କାଉମାନେ ଯେମିତି କଦଳୀ ତୋଳିବାକୁ ଗଲେ ହଠାତ୍ କଦଳୀ ଗଛଟି କଥା କହିଲା। ନା ନା, ମୋ କଦଳୀ ତୋଳନି, ମୋର ଏ କଦଳୀ ଖାଇବା ପାଇଁ ନୁହଁ। ଆରେ କଦଳୀ ଗଛ, ତୁମେ କଥା କହୁଛ, କିନ୍ତୁ ତୁମେ ଆମକୁ ତୁମ ଫଳ ଖାଇବାକୁ କାହିଁକି ମନା କରୁଛ? ଏ ଝଡ଼ ବର୍ଷାରେ ଆମ ଘର ଭାଙ୍ଗି ଯାଇଛି। ଖାଇବାକୁ ଆମ ପାଖରେ କିଛି ବି ନାହିଁ। ଆମେ ସବୁ ଚଢ଼େଇ ଅନେକ କଷ୍ଟରେ ଅଛୁ। ତମେ ମାନେ ମନ ଦୁଃଖ କରନି, ମୁଁ ତମମାନଙ୍କୁ ଖାଇବା ଦେବି। ପ୍ରକୃତରେ ମୁଁ ଗୋଟେ ଯାଦୁର କଦଳୀ ଗଛ। ମୋର ଗୋଟେ କଦଳୀ ତୋଳି ନେଇ ମାଟିରେ ରଖିଲେ ତା ଗୋଟେ ଘର ପାଲଟିଯିବ। ସେ ଘର ଅନେକ ମଜବୁତ। ତମମାନଙ୍କୁ ଆଉ କଷ୍ଟ କରି ଘର କରିବାକୁ ପଡ଼ିବନି। ତୁମେ ସତ କହୁଛ? ତୁମ କଦଳୀରେ ଘର ତିଆରି ହେଇପାରିବ? ସେମିତି ହେଲେ ତ ଆମର ବହୁତ ବଡ଼ ଉପକାର ହେବ। ଏମିତି କହି କାଉମାନେ ଗୋଟେ କଦଳୀ ତୋଳି ମାଟିରେ ରଖିଲେ। ସଙ୍ଗେ ସଙ୍ଗେ ସେଠି ଗୋଟେ ଘର ତିଆରି ହେଇଗଲା। ଘରକୁ ଦେଖି ଦୁଇ କାଉ ଖୁବ୍ ଖୁସି ହେଇଗଲେ। ସତରେ କଦଳୀ ଗଛ, ଘର ଅନେକ ସୁନ୍ଦର ହେଇଛି। ତୁମକୁ ଅନେକ ଅନେକ ଧନ୍ୟବାଦ। ତମେ ମାନେ ଏ ଘର ଭିତରକୁ ଗଲେ ଏ ଘର ତମ ମାନଙ୍କୁ ନେଇ ତମ ଜଙ୍ଗଲରେ ପହଞ୍ଚେଇ ଦେବ। ତୁମେ ମୋ କଥା ସମସ୍ତଙ୍କୁ କହିଦିଅ। ଯାହାର ବି ଘର ଦରକାର ହେବ ସେ ମୋ ପାଖକୁ ଆସି ମୋଠୁ କଦଳୀ ନେଇଯିବ। ଆଉ ହଁ, ମୁଁ ତମମାନଙ୍କୁ ଖାଇବା ବି ଦେଇପାରିବି। ଯେତେବେଳେ ଖାଇବା ଦରକାର ହେବ ମୋ ପାଖକୁ ଆସିବ। ଠିକ୍ ଅଛି କଦଳୀ ଗଛ, ଆମେ ତୁମ କଥା ସମସ୍ତଙ୍କୁ କହିଦେବୁ। ତାପରେ କଦଳୀ ଗଛ କାଉମାନଙ୍କୁ କିଛି ଖାଇବା ଦେଲା। କାଉମାନେ ସେସବୁ ଖାଇବା ଧରି କଦଳୀ ଘର ଭିତରକୁ ଗଲେ। କଦଳୀ ଘର ସେମାନଙ୍କୁ ନିଜ ଜଙ୍ଗଲକୁ ନେଇଗଲା। ଦୁଇ କାଉ ସମସ୍ତଙ୍କୁ ସବୁ ଘଟଣା କହିଲେ। ସବୁ ଶୁଣି ଚଢ଼େଇମାନେ କଦଳୀ ଗଛ ପାଖକୁ ଗଲେ। କଦଳୀ ଗଛ ବି ସମସ୍ତଙ୍କୁ ଗୋଟେ ଗୋଟେ କଦଳୀ ଘର ଆଉ କିଛି ଖାଇବା ଦେଲା। ସେଦିନ ପରଠାରୁ ଯାହାର ବି ଖାଇବା କିମ୍ବା ଘର ଦରକାର ହେଉଥିଲା ସେ କଦଳୀ ଗଛ ପାଖକୁ ଯାଇ ସେସବୁ ନେଇ ଆସୁଥିଲା। ଧୀରେ ଧୀରେ କଦଳୀ ଗଛର ସବୁ କଦଳୀ ସରିଗଲା। କଦଳୀ ଗଛ, କାଲି ଆମ ଚିଲ ମୁଖିଆଙ୍କ ବାହାଘର। ଆମେ ସମସ୍ତେ ଭୋଜି କରିବୁ। ଆମକୁ ଅନେକ ସାରା ଖାଇବା ଦିଅ। ମତେ କ୍ଷମା କରିଦେବ, ମୁଁ ଆଉ ତମମାନଙ୍କୁ ଖାଇବା ଦେଇ ପାରିବିନି। ମୋ ପାଖରେ ଆଉ ଯାଦୁ ଶକ୍ତି ନାହିଁ। ମୋର ସବୁ କଦଳୀ ସରିଗଲା। କଦଳୀ ସରିଯିବା ଯୋଗୁଁ ମୋ ଯାଦୁ ଶକ୍ତି ବି ଚାଲିଗଲା। ତୁମେ କ'ଣ କହୁଛ କଦଳୀ ଗଛ? ତୁମ ପାଖରେ ଆଉ ଯାଦୁ ଶକ୍ତି ନାହିଁ?
ଚିଲ ମୁଖିଆଙ୍କ ବାହାଘରରେ ଅନେକ ଚଢ଼େଇ ଯୋଗ ଦେବେ। ଏତେ ସାରା ଚଢ଼େଇଙ୍କ ଖାଇବା ଆମେ କେମିତି ଯୋଗାଡ଼ କରିବୁ? କଦଳୀ ଗଛ, ତୁ ଯଦି ଆମକୁ ଆଗରୁ କହିଥାନ୍ତୁ କଦଳୀରେ ତୋର ଯାଦୁ ଶକ୍ତି ଅଛି, ଆମେ ଗୋଟେ କଦଳୀ ଛାଡ଼ି ଦେଇଥାନ୍ତୁ। ସବୁ ସରିଯିବା ପରେ ତୁ ଆମକୁ ଏକଥା କହୁଛୁ? ତୁ ଯଦି ଆମର କୌଣସି କାମରେ ଆସିବୁନି ଆମେ ତତେ ଏଠାରେ ରଖିବୁନି। ଆରେ ଦେଖୁଛ କ'ଣ, ଶୀଘ୍ର ଏ ଗଛକୁ ଓପାଡ଼ି ନଦୀରେ ପକେଇ ଦିଅ। ତମେ ମାନେ ଏମିତି କାହିଁକି କହୁଛ? ଆଗରୁ ତ ମୁଁ ତମମାନଙ୍କୁ ଅନେକ ସାହାଯ୍ୟ କରିଛି, ଏବେ କରିପାରିଲିନି ବୋଲି ମତେ ଓପାଡ଼ି ଦେବାକୁ ଚାହୁଁଛ? ଆମ ଚିଲ ମୁଖିଆ ଠିକ କହିଛନ୍ତି। ତୁମ ଯାଦୁ ଚାଲିଯିବା କଥା ଆମକୁ ଆଗରୁ କାହିଁକି କହିଲନି? ଯିଏ କିଛି କାମରେ ଆସେନି ତାକୁ ରଖିକି ଲାଭ କ'ଣ? ନା ନା, ମତେ ଓପାଡ଼ନି। ମୁଁ ଗୋଟେ ଯାଦୁର ଗଛ। କିଛି ବର୍ଷ ଅପେକ୍ଷା କର, ମୋ ଗଛରେ ପୁଣି ଫଳ ଫଳିଲେ ତମମାନଙ୍କୁ ମୁଁ ସାହାଯ୍ୟ କରିପାରିବି। ମତେ ଓପାଡ଼ି ଦେଲେ ମୋର କିଛି କ୍ଷତି ହେବନି, ମୁଁ ବଞ୍ଚି ରହିବି। ଆମେ ତୋର କିଛି କ୍ଷତି ନ କରୁ ସେଥିପାଇଁ ତୁ ଏମିତି ମିଛ କହୁଛୁ। ଏବେ ତୁ ଯାହା କହିଲେ ବି ଆମେ ତ କଥା ଶୁଣିବୁନି। ଏମିତି ସବୁ ଚଢ଼େଇ କଦଳୀ ଗଛକୁ ଓପାଡ଼ି ନଦୀରେ ପକେଇଦେଲେ। କିଛି ବର୍ଷ ବିତିଗଲା। ଦିନେ ଗୋଟେ ଚଢ଼େଇ ତା ଝିଅ ସହ ଜଙ୍ଗଲ ଭିତରକୁ ଆସିଲା। ମା, କାଠ ଖୋଜିବା ପାଇଁ ଆଉ କେତେ ସମୟ ଲାଗିବ? ମତେ ଭାରି ଶୋଷ ଲାଗିଲାଣି। ଆଜି ଯେମିତି ବି ହେଉ ଆମକୁ ମଜବୁତ କାଠ ଖୋଜିବାକୁ ପଡ଼ିବ ରେ ମା। କିଛି ଦିନ ପରେ ବର୍ଷା ଦିନ ଆରମ୍ଭ ହେଇଯିବ। ଶୀଘ୍ର ଆମ ଭଙ୍ଗା ଘରକୁ ମରାମତି ନ କଲେ ଆମ ଘର ଭାଙ୍ଗିଯିବ। ପାଖରେ ଏକ ନଦୀ ଅଛି। ଚାଲ ମା, ତୁ ଆଗ ପାଣି ପିଇ ସାର, ତାପରେ ଆମେ କାଠ ଖୋଜିବାକୁ ଯିବା। ସେମାନେ ପାଣି ପିଇବା ପାଇଁ ନଦୀ କୂଳକୁ ଗଲେ। ସେତେବେଳେ ସେମାନେ ଦେଖିଲେ ନଦୀ କୂଳରେ ଏକ କଦଳୀ ଗଛ ପଡ଼ି କାନ୍ଦୁଛି। କେହି ତ ମତେ ସାହାଯ୍ୟ କର, ମୋ ଗଛରେ ଫଳ ଫଳିବାର ସମୟ ହେଇଗଲାଣି। ମତେ ମାଟିରେ ଲଗେଇ ଦିଅ। ଏମିତି ଏଠି ପଡ଼ି ପଡ଼ି ମତେ ଭାରି କଷ୍ଟ ହେଉଛି। ଆରେ କଦଳୀ ଗଛ, ତୁମେ କଥା କହୁଛ? ତୁମର ଏ ଅବସ୍ଥା କେମିତି ହେଲା? କଦଳୀ ଗଛ ମା ଚଢ଼େଇକୁ ସବୁ ଘଟଣା କହିଲା। କଦଳୀ ଗଛ, ତୁମେ ସମସ୍ତଙ୍କୁ ଏତେ ସାହାଯ୍ୟ କଲ, କିନ୍ତୁ ତଥାପି ସେ ଚଢ଼େଇମାନେ ତୁମ ସହ ଏପରି କେମିତି କରିପାରିଲେ? ସତରେ ସେମାନେ ବହୁତ ସ୍ୱାର୍ଥପର। ତୁମେ ଆଉ ମନ ଦୁଃଖ କରନି, ମୁଁ ତୁମକୁ ଏବେ ମାଟିରେ ଲଗେଇ ଦେଉଛି। ମା ଚଢ଼େଇ ଯେମିତି କଦଳୀ ଗଛକୁ ମାଟିରେ ଲଗେଇ ଦେଲା, ସଙ୍ଗେ ସଙ୍ଗେ କଦଳୀ ଗଛରେ ଅନେକ ଗୁଡ଼ିଏ କଦଳୀ ଫଳିଲା। ଚଢ଼େଇ, ତୋତେ ଅନେକ ଅନେକ ଧନ୍ୟବାଦ। ତୋ ପାଇଁ ମୁଁ ପୁଣି ଥରେ ମୋ ଯାଦୁ ଶକ୍ତି ଫେରି ପାଇଲି। ଏବେ ମୁଁ ସମସ୍ତଙ୍କୁ ସାହାଯ୍ୟ କରିପାରିବି। ଚଢ଼େଇ, ତୁ ଏକଥା ସେ ଜଙ୍ଗଲର ଚଢ଼େଇମାନଙ୍କୁ କହିଦେ। କଦଳୀ ଗଛ, ତୁମେ ବହୁତ ସରଳ। ଯୋଉମାନେ ତୁମ ସହ ଏତେ ଅନ୍ୟାୟ କଲେ, ଏବେ ବି ତମେ ତାଙ୍କ କଥା ଭାବୁଛ? ସେମାନଙ୍କ କଥା ଆଉ ଚିନ୍ତା କରନି। ଏବେ ତୁମେ ଏଇଠି ଗଛଲତାଙ୍କ ସହ ଖୁସିରେ ରୁହ। ମୁଁ ମଝିରେ ମଝିରେ ଆସି ତୁମ ଦେଖାଶୁଣା କରିଯିବି। ହଁ ଚଢ଼େଇ, ତୁ ଠିକ କହିଲୁ। ମୁଁ ଆଉ କାହା କଥା ବି ଚିନ୍ତା କରିବିନି। ତୁ ମୋର ବହୁତ ବଡ଼ ଉପକାର କରିଛୁ। ମୁଁ ତତେ ମୋର ଗୋଟେ ଯାଦୁର କଦଳୀ ଉପହାର ଦେବାକୁ ଚାହୁଁଛି। ଏଇ ନେ ଚଢ଼େଇ, ତତେ ଆଉ କଷ୍ଟ କରି ଘର କରିବାକୁ ପଡ଼ିବନି। ଏଇ କଦଳୀ ଦ୍ୱାରା ତୁ ଅନେକ ମଜବୁତ ଗୋଟେ ଘର ପାଇବୁ। କଦଳୀ ଗଛ, ତୁମକୁ ଅନେକ ଅନେକ ଧନ୍ୟବାଦ। ତାପରେ ମା ଚଢ଼େଇ ଗଛକୁ ଧନ୍ୟବାଦ ଜଣାଇଲା। ଯାଦୁର କଦଳୀ ଦ୍ୱାରା ସେ ଗୋଟେ ମଜବୁତ ଘର ପାଇଲା। ମଝିରେ ମଝିରେ ଚଢ଼େଇ କଦଳୀ ଗଛ ପାଖକୁ ଯାଉଥିଲା ଆଉ ତାର ଦେଖାଶୁଣା କରୁଥିଲା।